ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ। ଯାତ୍ରା ପୁସ୍ତକ 20 ପର୍ବ 16 ପଦରେ ଏହା ପ୍ରକାଶ କରେ ଏବଂ ଗୁପ୍ତରେ ମଧ୍ୟ କରିଥାଉ। ଏ ଗୁଣ ଈଶ୍ୱର ଘୃଣା କରନ୍ତି। ଆମ୍ଭେମାନେ ନିଜ ଲାଭ ପାଇଁ ମିଥ୍ୟା ସାକ୍ଷୀ ଦେଉଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ পথ প্রদর্শিকা সে যে পথ প্রদর্শিকা পথ প্রদর্শিকা পথ প্রদর্শিকা। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ହିତୋପଦେଶ 19 ପର୍ବ। ଏଠାରେ ଲେଖକ ପ୍ରକାଶ କରନ୍ତି ଜ୍ଞାନ, ବୁଦ୍ଧି ଏବଂ ବୁଦ୍ଧିମାନ ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ଆସେ, ଆଉ ସେ ମୁଖାପେକ୍ଷା କରନ୍ତି ନାହିଁ। ତାଙ୍କ ଦୃଷ୍ଟିରେ ସମସ୍ତେ ଅତି ଉତ୍ତମ ଭାବରେ ସୃଷ୍ଟି ହୋଇଅଛନ୍ତି। ତେଣୁ ସେ ଦୁଷ୍ଟ, ସାଧୁ, ଧାର୍ମିକ ଓ ଅଧାର୍ମିକ ଉପରେ ସୂର୍ଯ୍ୟ ଉଦୟ କରନ୍ତି ଏବଂ ବୃଷ୍ଟି ବର୍ଷାନ୍ତି। ଏହା ମନୁଷ୍ୟର ଜାଣିବା ଦରକାର। ସେ ତାଙ୍କର ଜ୍ଞାନ, ବୁଦ୍ଧି ଓ ଉତ୍ତମ ଓ ସିଦ୍ଧ ବିଷୟ ଦିଅନ୍ତି। ତାକୁ କି ପ୍ରକାର ବ୍ୟବହାର କରିବା, ବିଶେଷତଃ କେଉଁ ସ୍ଥାନକୁ ଯିବା, କେଉଁ ସ୍ଥାନକୁ ନାହିଁ, କାହାର ମନ୍ତ୍ରଣାରେ ଚାଲିବା, କେଉଁଠି ବସିବା, କେଉଁଠି ଠିଆ ହେବା, କେଉଁ ବିଷୟରେ ଆମୋଦ ଏବଂ ଧ୍ୟାନ କରିବା, ତା ନିତାନ୍ତ ଜାଣିବା କଥା। କିନ୍ତୁ ମୂର୍ଖ ବ୍ୟକ୍ତି ଶୀଘ୍ର ସବୁ ସ୍ଥାନକୁ ପଳାଏ, ନିଜ ପଥ ଓ ଅଭ୍ୟାସରେ ବିପଦଗାମୀ ହୁଏ, ନିଜ ସନ୍ତାନ ସନ୍ତତିମାନଙ୍କୁ ଅନୁଶାସିତ କରେ ନାହିଁ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ଅସମର୍ଥ ହୁଏ, ଅଳସୁଅ ହୋଇ ଘୋର ନିଦ୍ରାରେ ରୁହେ, ନିଜ ହସ୍ତରେ କାମ କରି ଅନ୍ୟକୁ ସାହାଯ୍ୟ କରେ ନାହିଁ କିମ୍ବା ଦରିଦ୍ରକୁ ଦୟା କି ଦାନ କରେ ନାହିଁ। କିନ୍ତୁ ସିଦ୍ଧ ମନୁଷ୍ୟ ଗରିବ କିମ୍ବା ତାହାର ଅନେକ ମିତ୍ର ନଥିଲେ ମଧ୍ୟ ଜ୍ଞାନରେ ଆଚରଣ କରେ ଏବଂ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରେ ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ଦାନ କରେ। ଏଠାରେ ଲେଖକ ମିଥ୍ୟାବାଦୀ ଅପେକ୍ଷା ସେ ଦରିଦ୍ର ଲୋକ ଶ୍ରେଷ୍ଠ ବୋଲି ପ୍ରକାଶ କରିଅଛନ୍ତି। ଏହା ସଙ୍ଗେ ସଙ୍ଗେ ଲେଖକ କୁହନ୍ତି ସଦାପ୍ରଭୁ ଦଣ୍ଡ ମଧ୍ୟ ଦିଅନ୍ତି। ବୁଦ୍ଧିହୀନ ଓ ମିଥ୍ୟା ସାକ୍ଷୀ ଅଦଣ୍ଡିତ ନହିବ। ସେମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି ଏବଂ ସେମାନଙ୍କ ସୁରକ୍ଷା ଏବଂ ଖାଦ୍ୟର ଅଭାବ ହେବ। ଆସନ୍ତୁ ଏହି ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଅତୁଳନୀୟ ମହିମା ତାଙ୍କର, କରତାଳ ସହ ସ୍ତୁତି କର।
ପ୍ରଶଂସା କର ସ୍ତୁତି କର ପ୍ରଶଂସା କର स्तुति कर प्रशंसा कर ସଦା ପ୍ରଭୁଙ୍କର सदा प्रभुଙ୍କର ଈଶ୍ୱରଙ୍କ ପବିତ୍ର ଧାମେ ଈଶ୍ୱରଙ୍କ ପବିତ୍ର ଧାମେ ତାହାଙ୍କ ପ୍ରଶଂସା କର ତାହାଙ୍କ ପ୍ରଶଂସା କର ପରାକ୍ରମ ଭରା ଗଗନ ମଣ୍ଡଳେ पराक्रम भरा गगन मण्डले ତାହାଙ୍କ ପ୍ରଶଂସା କର ସ୍ତୁତି କର। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତାହାର 19 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବରେ ମଧ୍ୟ ଆମେ ଆହୁରି କେତେକ ଉପଦେଶ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ତେବେ ଦେଖନ୍ତୁ 19 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଯେଉଁ ଦରିଦ୍ର ଆପଣା ସିଦ୍ଧତାରେ ଚଳେ ସେ କୁଟିଳୋଷ୍ଠ ଓ ମୂର୍ଖ ଲୋକ ଅପେକ୍ଷା ଭଲ। ଆପଣ ଦରିଦ୍ର ହୋଇପାରନ୍ତି, ମାତ୍ର ଆପଣଙ୍କ ସିଦ୍ଧତା ଆପଣଙ୍କୁ ସମ୍ମାନିତ କରିବ। କିନ୍ତୁ ଯେଉଁମାନେ କୁଟିଳୋଷ୍ଠ ଓ ମୂର୍ଖ, ସେମାନେ ଧନୀ ହେଲେ ମଧ୍ୟ ଦରିଦ୍ରଠାରୁ ହୀନ। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କର ଧନ ଦେଖନ୍ତି ନାହିଁ, ମାତ୍ର ମନ ଦେଖନ୍ତି। ଜଣେ ଧନୀ ନିଜର ଧନ ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇପାରେ ନାହିଁ, ମାତ୍ର ଜଣେ ଦରିଦ୍ର ନିଜର ସିଦ୍ଧତା ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇପାରିବ ଓ ଲୋକମାନଙ୍କ ଦ୍ୱାରା ମଧ୍ୟ ଆଦୃତ ହୋଇପାରିବ। 19 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି, ମଧ୍ୟ ପ୍ରାଣ ବିଦ୍ୟାହୀନ ହେବାର ଭଲ ନୁହେଁ, ପୁଣି ଯେ ବେଗ କରି ପାଦ ପକାଏ ସେ ପାପ କରେ। ମନୁଷ୍ୟର ଅଜ୍ଞାନତା ତାହାର ଗତି ଓଲଟାଇ ପକାଏ, ପୁଣି ତାହାର ମନ ସଦାପ୍ରଭୁଙ୍କ ବିରୁଦ୍ଧରେ ବିରକ୍ତ ହୁଏ। ଏଠାରେ ଆମେ ଈଶ୍ୱରଙ୍କ ସନ୍ତାନ ଓ ଯେଉଁମାନେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି, ସେହି ଉଭୟଙ୍କ ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରୁଅଛୁ। ଜଣେ ସତ୍ୟ ପଥରେ ଚାଲେ ଓ ଅନ୍ୟ ଜଣେ ସ୍ୱେଚ୍ଛାଚାରିତା ଓ ନିର୍ବୋଧତାରେ ଚାଲେ। ଈଶ୍ୱର ତାହାକୁ ମୂର୍ଖ ବୋଲି କହନ୍ତି। ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କ ବାକ୍ୟ ବିଷୟରେ କେବେ ହେଲେ ଅଜ୍ଞ ହୋଇ ରହିବ ନାହିଁ, କିମ୍ବା ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରିବ ନାହିଁ ଅଥବା ଉପେକ୍ଷା କରିବ ନାହିଁ। ମୁଁ କେବେ ବିଶ୍ୱାସ କରେ ନାହିଁ ଯେ ଜଣେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଅଜ୍ଞ ହୋଇ ରହିବା ଦ୍ୱାରା ସେ ପ୍ରକୃତରେ ଜଣେ ଶିକ୍ଷିତ ବୋଲି ବିବେଚିତ ହୋଇପାରେ। ଜଣେ ଯଦି ଈଶ୍ୱରଙ୍କ ବିଷୟରେ ଜାଣିନାହିଁ କିମ୍ବା ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣିନାହିଁ, ତାହେଲେ ସେ କେବେ ହେଲେ ଜ୍ଞାନୀ ବୋଲି ବିବେଚିତ ହୋଇପାରିବ ନାହିଁ। କାରଣ ଈଶ୍ୱରଙ୍କୁ ଜାଣିବା ହିଁ ପ୍ରକୃତ ଜ୍ଞାନକୁ ଜାଣିବା। କାରଣ ସେ ହିଁ ଜ୍ଞାନଦାତା ଓ ସେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କୁ ଦାନ କରିଅଛନ୍ତି, ଯିଏକି ପ୍ରକୃତ ଜ୍ଞାନ ଓ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ତାହେଲେ ଆପଣ ପ୍ରକୃତରେ ଜ୍ଞାନପ୍ରାପ୍ତ ହୋଇନାହାନ୍ତି। 19 ପର୍ବର 4 ପଦରେ ଲେଖା ଅଛି, ଧନ ବହୁତ ମିତ୍ର ଲାଭ କରେ, ମାତ୍ର ଦରିଦ୍ର ଲୋକ ଆପଣା ମିତ୍ରଠାରୁ ଭିନ୍ନ ହୁଏ। ବାସ୍ତବରେ ଏହି ଭିନ୍ନତା ବର୍ତ୍ତମାନ ମଧ୍ୟ ପରିଲକ୍ଷିତ ହୁଏ। ଧନୀ ନିଜର ଧନ ଦ୍ୱାରା ଅନେକ ମିତ୍ର ଲାଭ କରେ, ମାତ୍ର ଦରିଦ୍ର ନିଜର ଦାରିଦ୍ର୍ୟତା ହେତୁ ନିଜର ମିତ୍ରମାନଙ୍କଠାରୁ ଦୂରେଇ ରହେ। ଦରିଦ୍ରମାନଙ୍କଠାରୁ ମଧ୍ୟ ସେମାନଙ୍କର ମିତ୍ରମାନେ ଦୂରେଇ ଯାଆନ୍ତି, କିନ୍ତୁ ଯେଉଁମାନଙ୍କ ପାଖରେ ଧନ ଅଛି, ଅନେକ ସେମାନଙ୍କର ମିତ୍ର ହୋଇଯାଆନ୍ତି। ସେମାନଙ୍କର ଗୃହ ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ହୁଏ। ମାତ୍ର ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ, ଈଶ୍ୱରଙ୍କ ବାକ୍ୟ ଈଶ୍ୱରଙ୍କ ଲୋକମାନଙ୍କୁ ଦରିଦ୍ରମାନଙ୍କୁ ଖୋଜି ବାହାର କରିବା ନିମନ୍ତେ ଓ ସେମାନଙ୍କୁ ଗ୍ରହଣ କରିବା ନିମନ୍ତେ ଉପଦେଶ ଦିଏ। ସେଥିପାଇଁ ଯାକୁବ 2 ପର୍ବର 2 ଓ 3 ପଦରେ ଲେଖା ଅଛି, କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମମାନଙ୍କ ସଭାକୁ ଆସେ, ପୁଣି ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, ଆଉ ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହ କିମ୍ବା ମୋହର ଗୋଡ଼ ତଳେ ବସ, ତାହେଲେ ତୁମେମାନେ କ'ଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁନାହଁ? ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ନିକଟରେ ଧନୀ ଗରିବ କିଛି ନାହିଁ।
ସେ ଧନ ଦେଖନ୍ତି ନାହିଁ, ମାତ୍ର ମନକୁ ଓ ହୃଦୟକୁ ଦେଖନ୍ତି। ଦୁର୍ଭାଗ୍ୟବଶତଃ ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ମଧ୍ୟ ଏହି ପାର୍ଥକ୍ୟତା ପରିଲକ୍ଷିତ ହୁଏ। ଧନୀମାନେ ଆତ୍ମିକ ଜୀବନରେ ସେତେ ଦୂର ସୁଦୃଢ଼ ନଥିଲେ ମଧ୍ୟ ମଣ୍ଡଳୀ ମଧ୍ୟରେ ସେମାନେ ବଡ଼ ବଡ଼ ପଦବୀର ଅଧିକାରୀ ହୋଇଥାନ୍ତି। ମାତ୍ର ଦରିଦ୍ରମାନେ ଆତ୍ମିକ ଜୀବନରେ ସୁଦୃଢ଼ ଥିଲେ ମଧ୍ୟ ଓ ସେମାନଙ୍କର ଆଦର୍ଶ ଜୀବନ ଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଏ ନାହିଁ। ସେମାନଙ୍କୁ ଏକରକମ ଉପେକ୍ଷା କରାଯାଏ। ମାତ୍ର ଏପରି ହେବା ଉଚିତ ନୁହେଁ, କାରଣ ଈଶ୍ୱରଙ୍କ ବାକ୍ୟ ତହିଁର ବିରୋଧ କରେ। 19 ପର୍ବର 5 ପଦରେ ଲେଖା ଅଛି, ମିଥ୍ୟା ସାକ୍ଷୀ ଅଦଣ୍ଡିତ ନୋହିବ, ପୁଣି ମିଥ୍ୟାବାଦୀ ରକ୍ଷା ପାଇବ ନାହିଁ। ଯେଉଁମାନେ ମିଥ୍ୟାବାଦୀ ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବେ। ସେମାନେ କେବେ ହେଲେ ରକ୍ଷା ପାଇପାରିବେ ନାହିଁ। ହଁ, ଆପଣ କହିପାରନ୍ତି ଯେ ବର୍ତ୍ତମାନର ଜଗତରେ ଯେ ମିଥ୍ୟା କହି ଜାଣେ ସେ ନିଜକୁ ରକ୍ଷା କରି ଜାଣେ ଓ ସେ ବିପଦରୁ ମୁକ୍ତ ହୁଏ। କିନ୍ତୁ ସେ ଯଦିଓ ମନୁଷ୍ୟ ଆଖିରେ ଧୂଳି ଦେଇପାରେ, ମାତ୍ର ଈଶ୍ୱରଙ୍କ ଆଖିରେ ନୁହେଁ। ଈଶ୍ୱର ତାହାର ବିଚାର କରିବେ। ସେ ଦିନେ ନା ଦିନେ ଧରାପଡ଼ିବ ଓ ତାହାର ପରିଣାମ ବଡ଼ ଭୟଙ୍କର ହେବ। କେବଳ ସେତିକି ନୁହେଁ, ଈଶ୍ୱର କହନ୍ତି ଯେ ସେ ବିନଷ୍ଟ ହେବାକୁ ଯାଉଅଛି, ଯାହାକି ପ୍ରକାଶିତ ବାକ୍ୟ 21 ପର୍ବର 8 ପଦରେ ଲେଖା ଅଛି। ଏଠାରେ ପୁରାତନ ନିୟମର ପ୍ରଥମ ରାଜାବଳୀ ପୁସ୍ତକର 21 ଓ 22 ପର୍ବରେ ଉଲ୍ଲେଖ ହୋଇଥିବା ଆହାବ ଓ ଇସେବେଲର କାର୍ଯ୍ୟ ଓ ସେମାନଙ୍କର ପ୍ରତିଫଳ ମୋର ସ୍ମରଣରେ ଆସିଯାଏ। ସେମାନେ ନାବୋତର ଦ୍ରାକ୍ଷାକ୍ଷେତ୍ରକୁ ନିଜର କରିବା ପାଇଁ ମିଥ୍ୟା ଷଡ଼ଯନ୍ତ୍ର କରି ନାବୋତକୁ ମିଥ୍ୟାରେ ଦୋଷାରୋପ କରି ତାହାକୁ ପଥର ମାରି ବଧ କରାଇଲେ। ଆହାବ ତହିଁରୁ ପାର ପାଇଯିବେ ବୋଲି ଭାବୁଥିଲେ, ମାତ୍ର ଏଲିୟ ଭବିଷ୍ୟତ ବକ୍ତା ତାହାଙ୍କୁ ଭେଟି କହିଲେ ଯେ ଯେଉଁଠାରେ ନାବୋତର ରକ୍ତପାତ ହୋଇଅଛି ସେହି ସ୍ଥାନରେ ଆହାବଙ୍କର ରକ୍ତ କୁକୁରମାନେ ଚାଟି ଖାଇବେ। ତେବେ ଘଟଣାଟି ଏହିପରି ଘଟିଲା ଯେ ଯେତେବେଳେ ଆହାବ ଜିହୋଶାଫଟଙ୍କ ସହିତ ମିଶି ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେ ଜଣେ ସାଧାରଣ ସୈନିକ ଭାବେ ନିଜର ଭେଷ ବଦଳାଇଥିଲେ। ମାତ୍ର ଜିହୋଶାଫଟ ଆହାବଙ୍କର ରାଜକୀୟ ବସ୍ତ୍ର ପରିଧାନ କରି ସମ୍ମୁଖରେ ଛିଡ଼ା ହୋଇ ଯୁଦ୍ଧ କରୁଥିଲେ। ମାତ୍ର ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ଇସ୍ରାଏଲର ରାଜା ଆହାବଙ୍କ ସାଞ୍ଜୁଆର ଯୋଡ଼ ମଧ୍ୟରେ ଆଘାତ କଲା ଓ ସେ ସେହିଠାରେ ମଲେ। ପୁଣି ତାହାଙ୍କର କ୍ଷତର ରକ୍ତ ରଥ ଗର୍ଭରେ ବହି ପଡ଼ିଲା। ଆଉ ସେମାନେ ସମରିଆର ପୁଷ୍କରିଣୀ ନିକଟରେ ରଥ ଧୋଇଲେ। ତହିଁରେ ସଦାପ୍ରଭୁଙ୍କ ଉକ୍ତ ବାକ୍ୟାନୁସାରେ କୁକୁରମାନେ ତାଙ୍କର ରକ୍ତ ଚାଟି ଖାଇଲେ। ପ୍ରିୟ ବନ୍ଧୁ, ଏହି ବିଷୟ ଶୁଣି ଆପଣ ନିଶ୍ଚିତ ଭାବେ ଭୟଭୀତ ହେଉଥିବେ ଓ ଏହା ଅତି ଭୟଙ୍କର ଦଣ୍ଡ ବୋଲି ମଧ୍ୟ ଭାବୁଥିବେ। ହଁ, ଏହା ସତ୍ୟ। ମାତ୍ର ଈଶ୍ୱର ଅନ୍ୟାୟକୁ ବା ମିଥ୍ୟାକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ସେ ମିଥ୍ୟାବାଦୀମାନଙ୍କୁ ଘୃଣା କରନ୍ତି ଓ ଯେଉଁମାନେ ଏହିପରି ନିରୀହ ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାନ୍ତି ଓ ସେମାନଙ୍କୁ ବଦ୍ଧ କରନ୍ତି, ଈଶ୍ୱର ମଧ୍ୟ ସେମାନଙ୍କୁ ଅତି ନିର୍ମମ ଭାବେ ଦଣ୍ଡ ଦିଅନ୍ତି। ସେ ଯେପରି ଅନ୍ୟ ପ୍ରତି କରିଥାଏ ତାହା ପ୍ରତି ମଧ୍ୟ ତଦ୍ରୂପ ଘଟେ। ସେଥିପାଇଁ ଲେଖା ଅଛି, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ପ୍ରିୟ ବନ୍ଧୁ, ଆମେ ମିଥ୍ୟା କହିବାକୁ ଏକ ସାଧାରଣ ବିଷୟ ବୋଲି ମନେ କରୁ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ଏହା ଅତି ଘୃଣାର ବିଷୟ ଓ ଈଶ୍ୱର ତାହା ସହ୍ୟ କରିପାରନ୍ତି ନାହିଁ। 19 ପର୍ବର 6 ପଦରେ ଲେଖା ଅଛି, ଅନେକେ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି, ପୁଣି ପ୍ରତିଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି। ଲେଖା ଅଛି, ଅନେକେ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ହଁ, ଏହା ସତ୍ୟ ଯେ ଆମେ ଉଚ୍ଚ ପଦାଧିକାରୀ ବ୍ୟକ୍ତିମାନଙ୍କର ତଥା ସରକାରୀ କ୍ଷେତ୍ରରେ ଉଚ୍ଚ ପଦପ୍ରାପ୍ତ ଅଫିସରମାନଙ୍କର ସାହାଯ୍ୟ ଆଶା କରୁ ଓ ଯେଉଁମାନେ ଦାନଶୀଳ ବ୍ୟକ୍ତି ସେମାନଙ୍କଠାରୁ ଅନେକ ମଧ୍ୟ ସାହାଯ୍ୟ ଭିକ୍ଷା କରନ୍ତି। ଲେଖା ଅଛି, ପୁଣି ପ୍ରତିଜଣ ଦାନଶୀଳ ଲୋକର ମିତ୍ର ହୁଅନ୍ତି। ଏହା ମଧ୍ୟ ପ୍ରକୃତରେ ସତ୍ୟ। ଜଣେ ବ୍ୟକ୍ତି ଯେପର୍ଯ୍ୟନ୍ତ ମୁକ୍ତ ହସ୍ତରେ ଦାନ ବିତରଣ କରୁଥାଏ ସେ ପର୍ଯ୍ୟନ୍ତ ସେ ଅନେକ ମିତ୍ରମାନଙ୍କୁ ଲାଭ କରେ। ଅନେକେ ତାହାର ମିତ୍ର ହେବାକୁ ପସନ୍ଦ କରନ୍ତି। 19 ପର୍ବର 7 ପଦରେ ଲେଖା ଅଛି, ଦରିଦ୍ରର ସମସ୍ତ ଭ୍ରାତା ତାହାକୁ ଘୃଣା କରନ୍ତି, ତାହାର ମିତ୍ରମାନେ ତାହାଠୁ କେତେ ଅଧିକ ଦୂରକୁ ନ ଯିବେ। ସେ ଆଳାପ ଚେଷ୍ଟା କରେ, ମାତ୍ର ସେମାନେ ନାହାନ୍ତି।
ଯେଉଁ ଲୋକ ଦରିଦ୍ର ହୁଏ ସେ କେବଳ ତାହାର ଭାଇମାନଙ୍କ ଦୃଷ୍ଟିରେ ଘୃଣିତ ହୁଏ ନାହିଁ, ମାତ୍ର ତାହାଙ୍କର ମିତ୍ରମାନଙ୍କ ଦୃଷ୍ଟିରେ ମଧ୍ୟ ଘୃଣାର ପାତ୍ର ହୁଏ। ଆପଣଙ୍କର ପାଖରେ ଯଦି ଧନ ଅଛି ତାହେଲେ ସମସ୍ତେ ଆପଣଙ୍କୁ ସମ୍ମାନ ଦେବେ, ମାତ୍ର ଆପଣ ଯଦି ଦରିଦ୍ର ହୁଅନ୍ତି ତାହେଲେ ଅନେକ ଆପଣଙ୍କୁ ଘୃଣା କରିବେ। ଆପଣଙ୍କୁ ଆପଣଙ୍କର ଭାଇ ଉପେକ୍ଷା କରିବେ। ସେ ଆପଣଙ୍କ ସହିତ ସେତେ ଘନିଷ୍ଠ ସମ୍ପର୍କ ରଖିବାକୁ ଚାହିଁବେ ନାହିଁ। ସେ ଆପଣଙ୍କୁ ଦେଖି ନ ଦେଖିଲା ଭଳି ବ୍ୟବହାର କରିବେ। ସେ ଆପଣଙ୍କଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବେ। ଆପଣ ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହିଁଲେ ମଧ୍ୟ ସେ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହିଁବେ ନାହିଁ। କିନ୍ତୁ ଜଣେ ଆପଣଙ୍କର ଦରିଦ୍ରତାରେ ଆପଣଙ୍କୁ ସାହାଯ୍ୟ କରିପାରିବେ, ଆଉ ସେ ହେଉଛନ୍ତି ଆପଣଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର। ତେଣୁ ନିଜର ସମସ୍ୟା ବା ଦୁଃଖ ସମୟରେ ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ନିଜର ସମସ୍ତ ବିଷୟ ଜଣାଇବା ଉଚିତ। ତାହାଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ, କାରଣ ସେ ହିଁ କେବଳ ଆମ୍ଭମାନଙ୍କର ସମସ୍ୟା ସମାଧାନ କରିପାରିବେ, ଆମମାନଙ୍କର ଦୁଃଖ ଦୂର କରିପାରିବେ, ଆମମାନଙ୍କର ଅଭାବ ଦୂର କରିପାରିବେ। ଅନେକ ସମୟରେ ଯଦି ଆମମାନେ କୌଣସି ପ୍ରକାର ସମସ୍ୟା ବା ଅଭାବ ବା ଦୁଃଖର ସମ୍ମୁଖୀନ ହେଉ, ଆମ୍ଭେମାନେ ଆମମାନଙ୍କର ନିଜ ପ୍ରିୟଜନମାନଙ୍କ ନିକଟରେ ବା ଅନ୍ୟମାନଙ୍କ ନିକଟରେ ଆମମାନେ ନିଜର ଦୁଃଖ ଜଣାଉ, କିନ୍ତୁ ଅନେକ ସମୟରେ ଆମମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉନା। ଆମମାନେ ଆମମାନଙ୍କର ଦୁଃଖକୁ ଈଶ୍ୱରଙ୍କ ନିକଟରେ ଜଣାଉନା। କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ଆମମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ଦେଉ, ଆମମାନଙ୍କର ସମସ୍ତ ଦୁଃଖ ସମସ୍ୟା ତାହାଙ୍କୁ ଜଣାଉ, ତାହେଲେ ସେ ଆମମାନଙ୍କର ଏହି ସମସ୍ତ ବିଷୟକୁ ଦୂର କରିବେ। କାରଣ ଆମମାନଙ୍କର ଦୁଃଖ ଆମମାନଙ୍କର ଅଭାବ ସମୟରେ ଆମମାନଙ୍କୁ ସମସ୍ତେ ପରିତ୍ୟାଗ କଲେ ମଧ୍ୟ ସେହି ସମୟରେ ଆମମାନଙ୍କର ସୃଷ୍ଟିକର୍ତ୍ତା ଈଶ୍ୱର ସେ ଆମମାନଙ୍କ ସହିତରେ ଥାନ୍ତି। ମନୁଷ୍ୟ ଆମମାନଙ୍କୁ ଦୂରେଇ ଦେଇପାରେ, ମାତ୍ର ଈଶ୍ୱର ଆମମାନଙ୍କୁ ଦୂରେଇ ଦିଅନ୍ତି ନାହିଁ। ତେଣୁ ଭଲ ହେବ ଯଦି ଆମମାନେ ସଦାବେଳେ ସବୁ ପରିସ୍ଥିତିରେ ଆମମାନେ ଆମମାନଙ୍କର ସମସ୍ତ ବିଷୟକୁ ପ୍ରଭୁ ଯୀଶୁଙ୍କ ନିକଟରେ ଜଣାଇବା, ତାହେଲେ ସେ ଆମମାନଙ୍କର ସମସ୍ତ ଦୁଃଖ ଦୂର କରିବେ। କାରଣ ସେ ହେଉଛନ୍ତି ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। 19 ପର୍ବର 13 ପଦରେ ଏହିପରି ଲେଖା ଅଛି, ମୂର୍ଖ ପୁତ୍ର ତାହାର ପିତାର ଦୁଃଖଦାୟକ, ପୁଣି ସ୍ତ୍ରୀର କଳି ଅବିରତ ବିନ୍ଦୁପାତ ପରି। ଯେଉଁ ପୁତ୍ର ମୂର୍ଖ ହୁଏ ତାହାର ପିତା ତାହା ନିମନ୍ତେ ବିଶେଷ ଦୁଃଖ କରନ୍ତି, ଓ ଯେଉଁ ସ୍ତ୍ରୀ କଳି ହୁଡ଼ି ସେ ନିଜର ପରିବାରର ଶାନ୍ତି ଆନନ୍ଦକୁ ଦୁଃଖରେ ପରିଣତ କରାଏ। ଚିନ୍ତା କରନ୍ତୁ, ଯେଉଁ ପରିବାର ମଧ୍ୟରେ ପୁଅ ମୂର୍ଖ ଓ ସ୍ତ୍ରୀ କଳି ହୁଡ଼ି, ସେହି ପରିବାରର ଅବସ୍ଥା କିପରି ଥିବ? ସେହି ସ୍ୱାମୀ କିପରି ଜୀବନ ଅତିବାହିତ କରୁଥିବେ? ଆପଣ ଅନୁମାନ କରିପାରୁଥିବେ ଯେ ସେହି ପରିବାର କିପରି ଅବସ୍ଥାରେ ଥିବ। ତେଣୁକରି ଏକ ଉପଯୁକ୍ତ ସ୍ତ୍ରୀ ବା ଗୃହିଣୀକୁ ପାଇବା ଏକ ଚମତ୍କାର ବିଷୟ, ଓ ଏହା ମଧ୍ୟ ଈଶ୍ୱରଙ୍କର ଅନୁଗ୍ରହ। ପ୍ରିୟ ବନ୍ଧୁ, ଆପଣ ଯଦି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ବିବାହ କରିବାକୁ ଚାହାନ୍ତି, ତାହେଲେ ଉପଯୁକ୍ତ ସ୍ତ୍ରୀକୁ ମନୋନୟନ କରିବା ହେଉଛି ବୁଦ୍ଧିମାନର ପରିଚୟ। କାରଣ ସ୍ତ୍ରୀ ପରିବାରକୁ ନୂଆ କରି ଗଢ଼ିପାରେ ବା ଭାଙ୍ଗି ଦେଇପାରେ। ତେଣୁ ଉପଯୁକ୍ତ ଜୀବନସାଥୀ ମନୋନୀତ କରନ୍ତୁ ଓ ଏକ ସୁଖକର ତଥା ଶାନ୍ତିକର ପାରିବାରିକ ଜୀବନ ଅତିବାହିତ କରନ୍ତୁ। 19 ପର୍ବର 14 ପଦରେ ଏହିପରି ଲେଖା ଅଛି, ଗୃହ ଓ ଧନ ପିତୃଲୋକଙ୍କଠାରୁ ପ୍ରାପ୍ତ ଅଧିକାର, ମାତ୍ର ବୁଦ୍ଧିମତୀ ଭାର୍ଯ୍ୟା ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ। ଆପଣ ପୁତ୍ର ହିସାବରେ ପିତାଙ୍କର ଗୃହ ଓ ଧନ ସମ୍ପତ୍ତିର ଅଧିକାରୀ ହୋଇପାରିବେ, କିନ୍ତୁ ଏକ ବୁଦ୍ଧିମତୀ ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୋଇପାରିବେ। ଯେଉଁମାନେ ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ପ୍ରଭୁ ସେମାନଙ୍କୁ ସେହିପରି ବୁଦ୍ଧିମତୀ ସ୍ତ୍ରୀ ପ୍ରଦାନ କରନ୍ତୁ। ଆପଣ ଜାଣି ରଖନ୍ତୁ, ଆପଣ କନ୍ୟାର ପିତାଙ୍କଠାରୁ ପ୍ରାପ୍ତ ହୋଇପାରିବେ ନାହିଁ କି ନିଜର ଇଚ୍ଛାରେ ପ୍ରାପ୍ତ ହୋଇପାରିବେ ନାହିଁ, କିନ୍ତୁ ପ୍ରଭୁଙ୍କଠାରୁ ପ୍ରାପ୍ତ ହୋଇପାରିବେ। ତେଣୁକରି ଏ କ୍ଷେତ୍ରରେ ପ୍ରଭୁଙ୍କ ଉପରେ ନିର୍ଭର କରି ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ ଆପଣ କେବେ ହେଲେ ଏହି ମନୋନୟନରେ ଭୁଲ କରିବେ ନାହିଁ। ଆଜି ଯଦି ଆପଣ ଏକ ବୁଦ୍ଧିମତୀ ସ୍ତ୍ରୀ ପାଇଛନ୍ତି, ତାହେଲେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, କାରଣ ଆପଣ ତାହାଙ୍କୁ ପ୍ରଭୁଙ୍କଠାରୁ ପାଇପାରିଛନ୍ତି। କିନ୍ତୁ ଯଦି ଆପଣ ନିଜ ଇଚ୍ଛାରେ ଯାଇ ନିଜର ମନପସନ୍ଦରେ ଏହି ପ୍ରକାର ସ୍ତ୍ରୀମାନଙ୍କୁ ଗ୍ରହଣ କରନ୍ତି, ତାହେଲେ ଆପଣ କେବେ ହେଲେ ଏକ ସୁନ୍ଦର ତଥା ସୁଖକର ଶାନ୍ତିକର ପାରିବାରିକ ଜୀବନ ଅତିବାହିତ କରିପାରିବେ ନାହିଁ। ତେଣୁ
ଏକ ଉତ୍ତମ ସ୍ତ୍ରୀକୁ ମନୋନୟନ କରିବା ଆପଣଙ୍କର ଉଚିତ ଏବଂ ସେଥିନିମନ୍ତେ ପ୍ରଭୁଙ୍କ ଉପରେ ନିର୍ଭର କରି ପ୍ରାର୍ଥନାର ସହିତ ତାହା କରିବା ଉଚିତ। 19 ପର୍ବର 18 ପଦରେ ଏହିପରି ଲେଖା ଅଛି, ଆପଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ପୁଣି ତୁମ୍ଭର ମନ ତାହାର ବିନାଶ ଇଚ୍ଛା ନ କରୁ। ଆପଣଙ୍କର ସନ୍ତାନକୁ ଶାସନ କରିବାରେ ହେଳା କରନ୍ତୁ ନାହିଁ। ଯେତେବେଳେ ସେ ଯୌବନ ଅବସ୍ଥାରେ ପଦାର୍ପଣ କରିବାକୁ ଆରମ୍ଭ କରେ, ସେତେବେଳେ ତାହାକୁ ଅତି ଶୃଙ୍ଖଳିତ ଭାବେ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଯେଉଁ ସମୟରେ ସେ କିଛି ଦୋଷ ତ୍ରୁଟି କରେ, ସେତେବେଳେ ତାହାକୁ ଶାସନ କରନ୍ତୁ, ମାତ୍ର ନିର୍ଦ୍ଦୟ ଭାବେ ନୁହେଁ, ବା କ୍ରୋଧ ପରାୟଣ ବଶତଃ ନୁହେଁ, ବା ନିଷ୍ଠୁର ଭାବେ ନୁହେଁ। କାରଣ ଆପଣ ଯଦି ନିଷ୍ଠୁର ଭାବେ ଶାସନ କରନ୍ତି, ତାହେଲେ ଆପଣ ନିଜର ସନ୍ତାନକୁ ହରାଇ ବସିବେ। ଆପଣ ବାହାରକୁ ଅତି ନିର୍ଦ୍ଦୟ ଦେଖାଯାଇପାରନ୍ତି ସତ, ମାତ୍ର ଅନ୍ତରରେ ଆପଣଙ୍କର ବାସ୍ତବ ଦୟା ଓ ପ୍ରେମ ରହିବା ଆବଶ୍ୟକ। କାରଣ ଶାସନର ଅର୍ଥ ହେଉଛି ଶୃଙ୍ଖଳା। ଆପଣ ନିଜର ସନ୍ତାନକୁ ମଧ୍ୟ ପ୍ରେମରେ ଶୃଙ୍ଖଳିତ କରିପାରିବେ। ତେଣୁ ସନ୍ତାନକୁ ଶାସନ କରିବା ସମୟରେ ଆମେ ଅତି ସତର୍କତାର ସହିତ ଶାସନ କରିବା ଉଚିତ, ଯେପରି ସନ୍ତାନମାନଙ୍କର କୌଣସି କ୍ଷତି ନ ଘଟେ। ଈଶ୍ୱର ଏହି ବିଷୟ ନେଇ ମଧ୍ୟ ତାହାଙ୍କ ବାକ୍ୟରେ କେତେକ ଆଜ୍ଞା ପ୍ରଦାନ କରିଅଛନ୍ତି। ଏଫିସିୟ 6 ପର୍ବର 1 ପଦରେ ସେ କହନ୍ତି, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ମାତ୍ର ଏହାପରେ ସେ ପିତାମାନଙ୍କ ବିଷୟ ନେଇ ଏହିପରି କହନ୍ତି, ପୁଣି ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର, ଯାହାକି ଏଫିସିୟ 6 ପର୍ବର 4 ପଦରେ ଲେଖା ଅଛି। ତେଣୁ ଯେଉଁ ସମୟରେ ଆପଣ କ୍ରୋଧ କରନ୍ତି, ସେହି ସମୟରେ ନିଜର ସନ୍ତାନକୁ ଶାସନ କରନ୍ତୁ ନାହିଁ, କାରଣ ଆପଣ ସମ୍ଭବତଃ ତାହା ପ୍ରତି ଅତି ନିଷ୍ଠୁର ହୋଇ ତାହାକୁ ଅତି ଜୋର କରି ମାରିପାରନ୍ତି। ସେଥିନିମନ୍ତେ ସାବଧାନ ହୋଇ ନିଜର ସନ୍ତାନମାନଙ୍କୁ ଶାସନ କରନ୍ତୁ ଓ ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କରନ୍ତୁ। ତାହା ହିଁ ହେଉଛି ଶୃଙ୍ଖଳା ଓ ପ୍ରଭୁଙ୍କର ଆଦେଶ। 19 ପର୍ବର 21 ପଦରେ ଲେଖା ଅଛି, ମନୁଷ୍ୟର ମନରେ ନାନା ସଂକଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ। ମନୁଷ୍ୟ ଅନେକ କଳ୍ପନା ଓ ଯୋଜନା କରିପାରେ, ମାତ୍ର ଈଶ୍ୱର ହେଉଛନ୍ତି ଜଣେ ଯେ କି ନିଜର ଅଭିମତ ଅନୁଯାୟୀ ସମସ୍ତ ବିଷୟ ସ୍ଥିର କରିଥାନ୍ତି। ସେ ହିଁ ପ୍ରକୃତ ସଠିକ୍ ପଥ ନିୟନ୍ତ୍ରଣ କରନ୍ତି। ତେଣୁ ଆମେ ଆମର ସମସ୍ତ ଚିନ୍ତାର ଭାର ଯଦି ଈଶ୍ୱରଙ୍କ ହସ୍ତରେ ଦେବା, ତାହେଲେ ସେ ତାହାଙ୍କର ନିର୍ବିତ ସମୟରେ ଯାହା ଆମମାନଙ୍କ ନିମନ୍ତେ ମଙ୍ଗଳଜନକ, ତାହା ହିଁ ସେ ସାଧନ କରିବେ। 19 ପର୍ବର 22 ପଦରେ ଏହିପରି ଲେଖା ଅଛି, ମନୁଷ୍ୟର ବାସନା ତାହାର ଦୟାର ପରିମାଣ ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। ଆଜି ଆମେ କ'ଣ ବାସ୍ତବରେ ଅନ୍ୟ ପ୍ରତି ଦୟା ଦେଖାଇ ପାରୁଛୁ କି? ଆମମାନଙ୍କ ହୃଦୟରେ କ'ଣ ଅନ୍ୟ ପ୍ରତି ଦୟାର ଭାବ ଅଛି କି? କିନ୍ତୁ ଏହା ଆମମାନଙ୍କର ହୃଦୟର ବାସନା ହେବା ଉଚିତ। ଏହାପରେ ଆମେ ଦରିଦ୍ରକୁ ଦେଖୁ ଯେ କି ମିଥ୍ୟାବାଦୀ ଅପେକ୍ଷା ଉତ୍ତମ, କାରଣ ଆପଣ ଦରିଦ୍ର ଉପରେ ଭରସା କରିପାରିବେ, କିନ୍ତୁ ମିଥ୍ୟାବାଦୀ ଉପରେ ଭରସା କରିପାରିବେ ନାହିଁ। 19 ପର୍ବର 23 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠାରେ ଥାଏ ସେ ତୃପ୍ତ ହୋଇ ବାସ କରିବ, ଆପଦ ତାହାର ନିକଟ ଦେଇ ଯିବ ନାହିଁ। ଏଠାରେ ଏହି ଯେଉଁ ଭୟ ବିଷୟରେ ପ୍ରକାଶ କରାଯାଇଅଛି, ଏହା ପ୍ରକୃତିରେ ଭୟ ନୁହେଁ, ମାତ୍ର ପ୍ରଭୁଙ୍କ ପ୍ରତି ଭକ୍ତି, ବାଧ୍ୟତା, ଆନ୍ତରିକତା, ବିଶ୍ୱସ୍ତତାକୁ ପ୍ରକାଶ କରେ। ଏହା ଏକ ପିତା ଓ ପୁତ୍ର ମଧ୍ୟରେ ଥିବା ଭୟର ସମ୍ପର୍କକୁ ପ୍ରକାଶ କରେ। ଏହି ଭୟ ପ୍ରଭୁଙ୍କ ପ୍ରତି ତାହାର ବାସ୍ତବ ବିଶ୍ୱାସ, ପ୍ରେମ ଓ ଭକ୍ତିରୁ ହିଁ ଉଦ୍ରେକ ହୋଇଥାଏ। ସେ ତାହାଙ୍କଠାରେ ବିଶ୍ୱାସ କରେ, ତାହାଙ୍କ ଉପରେ ନିର୍ଭର କରେ, ତାହାଙ୍କ ପ୍ରତି ଦୃଷ୍ଟି କରେ ଓ ତାହାଙ୍କର ଅନୁଗମନ କରେ ଓ ତାହାଙ୍କଠାରେ ସେ ବିଶ୍ରାମ ପ୍ରାପ୍ତ ହୁଏ। ଏହାପରେ 19 ପର୍ବର 24 ପଦରେ ଏହିପରି ଲେଖା ଅଛି, ଅଳସୁଆ ଆପଣା ଥାଳିରେ ହାତ ବୁଡ଼ାଇଲେ ଆଉ ଥରେ ତାହା ଆପଣା ମୁଖକୁ ନେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ। ବାସ୍ତବରେ ଯେ ଅଳସୁଆ, ସେ ନିଜର ପ୍ରାପ୍ତ ଆଶୀର୍ବାଦକୁ ହରାଇ ବସେ, ସେ ନିଜର ପ୍ରାପ୍ତ ଧନକୁ ହରାଇ ବସେ। ମାତ୍ର ଏହାକୁ ଯଦି ଆମେ ଆତ୍ମିକ ଦୃଷ୍ଟିକୋଣରୁ ନେଇ ଚିନ୍ତା କରିବା, ତାହେଲେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ନିମନ୍ତେ ଆତ୍ମିକ ଆହାର। ଆଜି ଅନେକ ଈଶ୍ୱରଙ୍କ ବାକ୍ୟକୁ ହସ୍ତରେ ଧରନ୍ତି, ମାତ୍ର ତାହାକୁ ଅଧ୍ୟୟନ କରିବା ନିମନ୍ତେ ଇଚ୍ଛା କରନ୍ତି ନାହିଁ। ସେମାନେ ତାହା ଅଧ୍ୟୟନ କରିବା ନିମନ୍ତେ ଆଳସ୍ୟତା ପ୍ରଦର୍ଶନ କରନ୍ତି। ଏହାପରେ 29 ପଦରେ ଲେଖା ଅଛି, ନିନ୍ଦକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ ଅଛି, ବିଚାର ଆସୁଅଛି। ଈଶ୍ୱର ନିଶ୍ଚିତ ଭାବେ ନିନ୍ଦକମାନଙ୍କର ଓ ମୂର୍ଖମାନଙ୍କର ବିଚାର କରିବେ। ପାପର ସୁଖ ଅଳ୍ପକ୍ଷଣ ନିମନ୍ତେ, ମାତ୍ର ତହିଁର ବେତନ ଅନନ୍ତକାଳ ନିମନ୍ତେ।
ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହର ଦାନ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁ, ଆପଣ ଅନନ୍ତ ଜୀବନ ଚାହାନ୍ତି ନା ଅନନ୍ତ ମୃତ୍ୟୁ ଚାହାନ୍ତି? ମୁଁ ଜାଣେ ଆପଣ ନିଶ୍ଚିତ ଭାବେ ଅନନ୍ତ ଜୀବନ ଚାହୁଁଥିବେ। ତାହେଲେ ଆସନ୍ତୁ ପାପର କ୍ଷଣିକ ସୁଖଭୋଗରୁ ଦୂରବର୍ତ୍ତୀ ଜୀବନଯାପନ କରି ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା, ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ହୃଦୟରେ ସ୍ଥାନ ଦେଇ ତାହାଙ୍କର ଅନୁଗମନ କରିବା। ତାହେଲେ ପ୍ରଭୁ ଆମମାନଙ୍କୁ ତାହାଙ୍କର ସେହି ଅନନ୍ତ ଜୀବନର ପଥରେ କଢ଼ାଇ ନେବେ, କାରଣ ସେ ହିଁ ଆମମାନଙ୍କର ଅନନ୍ତ ଜୀବନ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆଜି ଆମ୍ଭେମାନେ ଶିକ୍ଷା କଲୁ ଅନ୍ତିମ ବିଚାର ସମସ୍ତଙ୍କ ପାଇଁ ଅଛି। ପରମେଶ୍ୱର ସମସ୍ତଙ୍କୁ କିଛି ନା କିଛି ତୋଳା ଦେଇଅଛନ୍ତି। ଆମ୍ଭେମାନେ କିପରି ତାହାର ବ୍ୟବହାର କରୁଅଛୁ? ଉତ୍ତମ ଓ ବିଶ୍ୱସ୍ତ ଦାସ ପରି ନା ଦୁଷ୍ଟ ଓ ଅଳସୁଆ ଦାସ ପରି? ଏହି ପୃଥିବୀରେ ଆମ୍ଭେମାନେ ସ୍ୱର୍ଗ ରାଜ୍ୟ ପାଇଁ ପ୍ରସ୍ତୁତ ହେଉଅଛୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରସ୍ତୁତ କରୁଅଛୁ। ଏହି ଜୀବନ ଯାତ୍ରାରେ ଈଶ୍ୱରଙ୍କ ଆତ୍ମା ଏବଂ ସମସ୍ତ ସ୍ୱର୍ଗୀୟ ବିଷୟ ଆମ୍ଭମାନଙ୍କ ପାଖରେ ଅଛି। ଆମ୍ଭେମାନେ ଏକଲା କିମ୍ବା ଅନାଥ ନୋହୁଁ। ସେ ଆମ୍ଭମାନଙ୍କୁ ରୋଗ ଏବଂ ସମସ୍ତ ଦୁଷ୍ଟ ଆତ୍ମାଙ୍କ ଉପରେ ଶକ୍ତି ଓ ଅଧିକାର ଦେଇଅଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ଆମ୍ଭେମାନେ ଏହାର ବ୍ୟବହାର କରୁଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ଫୋନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ ଈଶ୍ୱର, ଦୟାଳୁ ପ୍ରଭୁ, ତୁମେ ଆମମାନଙ୍କୁ ପୁଣି ଥରେ ଏକ ଉତ୍ତମ ଶିକ୍ଷା ପ୍ରଦାନ କରିଅଛ। ସେଥିପାଇଁ ତୁମର ମଧୁର ନାମକୁ ଧନ୍ୟବାଦ ଦିଏ। ପ୍ରିୟ ପ୍ରେମିକ ଈଶ୍ୱର, ଅତ୍ୟନ୍ତ ଦୟାଳୁ ସ୍ୱର୍ଗୀୟ ଈଶ୍ୱର, ହଁ ପ୍ରଭୁ, ତୁମେ ଆମମାନଙ୍କୁ ଆଜି ଶିକ୍ଷା ଦେଇଅଛ ଯେଭଳି ଭାବରେ ତୁମେ ଆମମାନଙ୍କୁ ପ୍ରତ୍ୟେକ ଜଣକୁ କିଛି ନା କିଛି ପ୍ରଭୁ ଦାନ ଦେଇଅଛ। ହଁ ପ୍ରଭୁ, ଯେଭଳି ଭାବରେ ଗୁଣବତୀ ସ୍ତ୍ରୀ ଆପଣା ଗୃହକୁ ଉତ୍ତମ ଭାବରେ ନିର୍ମାଣ କରିପାରିବ ତୁମେ ତାଙ୍କୁ ଜ୍ଞାନ ଦେଇଅଛ। ସେଭଳି ଭାବରେ ପ୍ରତ୍ୟେକ ଜଣ ଉତ୍ତମ ଜ୍ଞାନ ପାଇଁ ଜ୍ଞାନୀ ଭାବରେ ପ୍ରତ୍ୟେକ ବିଷୟରେ ଉତ୍ତମତା କରିପାରିବ। ତୁମେ ସେହିପରି ଜ୍ଞାନ ପ୍ରଦାନ କର। ଯେଭଳି ଅଳସୁଆ ଭାବରେ ନ ରହି ଏକ ଉତ୍ତମ ବିଷୟରେ ସେ କାର୍ଯ୍ୟକାରୀ କରିପାରିବ, ତୁମେ ସେହିପରି ସାହାଯ୍ୟ କର। ପ୍ରେମିକ ଦୟାଳୁ ଈଶ୍ୱର, ତୁମେ ପ୍ରାର୍ଥନାକୁ ଶୁଣିଅଛ ଓ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ଜିହ୍ୱା। ଆଜିର ପ୍ରଶ୍ନଟି ହେଉଛି ବୁଦ୍ଧିମତୀ ଭାର୍ଯ୍ୟା କାହାଠାରୁ ପ୍ରାପ୍ତ ହୁଏ? ଏ ମନୁଷ୍ୟ, ବି ଉତ୍ତମ କର୍ମ, ସି ଗିର୍ଜାଗୃହ, ଡି ସଦାପ୍ରଭୁ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କୋରାପୁଟରୁ ଜେମ୍ସନ୍ ଛିଞ୍ଚାଣୀ ଓ ପରିବାର।